ମୁଁ ସୁଶାନ୍ତ ଦାସ ଚନ୍ଦ୍ରମୁଖୀ ନାଟକର ନିର୍ଦ୍ଦେଶକ। ସମାଜକୁ ମେସେଜ ଦେବ ଏଇଆ ଯେ ଚନ୍ଦ୍ରମୁଖୀ ଜଣେ ଅଟୋ ଡ୍ରାଇଭର, ତାଙ୍କ ପାରିବାରିକ ଅସୁବିଧା ହେତୁ ସେ ଜଣଙ୍କ ପାଖରେ 11 ମାସ ପାଇଁ ଜଣକୁ ବାହା ହେଇଯାଇଛି। ସାକ୍ରିଫାଇସ୍ କ୍ୟାରେକ୍ଟର ତାର, ଏବଂ ଆଥରେ ଗୋଟେ ମେସେଜ ରହିଛି ଦେଢ଼ଶୁର ଭାଇ ବୋଉଙ୍କର ସମ୍ପର୍କ। ଦେଢ଼ଶୁର ଭାଇ ବୋଉକୁ ଆମେ ସବୁ ଗାଁ ଗହଳିରେ ଘରେ ମାନୁଛେ, କିନ୍ତୁ ଜଣେ ଯଦି ଦେଢ଼ଶୁର ଘରେ ଏକୁଟିଆ ରହି ତା ଦେହ ଖରାପ ହୁଏ, ଅସୁସ୍ଥ ହୁଏ, କେହି ଲୋକ ପାଖରେ ନଥିବେ, ତେଣୁ ଯିଏ ସାନ ବୋହୂଟି ଥିବ ଦେଢ଼ଶୁରକୁ ଯେମିତି ହେଲେ ତାକୁ ଔଷଧ ଆଉ ପାଣି ମଧ୍ୟ ତାକୁ ଦେଇପାରିବ। ଏଇଟା ଆମେ ଗୋଟେ ସମାଜକୁ ମେସେଜ ଦେଇଛୁ। ଦେଢ଼ଶୁର ଭାଇ ବୋଉ ଏଇ ଯେଉଁ ଛୁଆଁ ଅଛୁଆଁ ଏସବୁ ଆମେ ସେ ନାଟକରେ ରଖିନୁ। ଏ ବର୍ଷର ଏ ନାଟକ ମୁଁ ଗୋଟେ ଏବେ କଳିଙ୍ଗରେ କରିଥିଲି, ତୁ ରାମ ତୁ ପରଶୁରାମ, ସିଏ ମଧ୍ୟ ଭଲ ହିଟ୍ ହେଇଛି। ତାପରେ ଏଇ ରାଜଦରବାର ଏଇ ନାଟକ ଚନ୍ଦ୍ରମୁଖୀ ନାଟକଟା ମୋତେ ବହୁତ ସାଟିସ୍ଫାଏଡ୍ ଲାଗିଛି। ଆଉ ଦର୍ଶକମାନେ ମଧ୍ୟ ଆଜି ଯେଉଁ ହେଉଥିଲା ଫାଇନାଲ ରିହର୍ସାଲରେ ମୋତେ ପୂର୍ଣ୍ଣ ଭାବରେ ଥିଲେ ଶେଷ ପର୍ଯ୍ୟନ୍ତ ନାଟକ। ଆଉ ସେ ନାଟକଟାକୁ କଳାକାରମାନେ ମଧ୍ୟ ଏଣ୍ଟରଟେନମେଣ୍ଟ କରିଛନ୍ତି। ନିଜେ ନିଜେ ଅଭିନୟ କରିବା ସହିତ ନିଜେ ନିଜେ ଖୁସି ହେଇଛନ୍ତି ସେ ନାଟକଟା କରିକୁ। ଆମର ଯେ ପ୍ରଯୋଜକ ଅଛନ୍ତି ଚିତ୍ତବାବୁ, ସିଏ ମଧ୍ୟ ବହୁତ ଖୁସି। ଅନେକ ଦର୍ଶକମାନେ ମଧ୍ୟ ବହୁତ ଖୁସି ଅଛନ୍ତି ନାଟକରେ। ମୁଁ ମଧ୍ୟ ଏ ନାଟକ ପାଇଁ ଭାରି ଖୁସି। ସାର୍ ଯାତ୍ରା ଦର୍ଶକ ଯାତ୍ରା କମିଟି ଚାହିଁ ରହିଛନ୍ତି, ଖାସ କରି ଯେଉଁ ରାଜଦରବାର ବୁକିଂ କରିବେ ଆଉ ଚନ୍ଦ୍ରମୁଖୀକୁ ଚାହିଁ ରହିଛନ୍ତି, କ'ଣ ସେମାନେ ମେସେଜ ଦେବେ? ଆକ୍ଚୁଆଲି ଯେଉଁ କମିଟି ମାନେ ଆଜି ଆସିଥିଲେ ଏବଂ ତାଙ୍କୁ ସବୁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା, ଆଜି ଆସନ୍ତୁ ଏଇ ନାଟକଟି ଦେଖନ୍ତୁ। ବହୁତ କମିଟି ଆସିଥିଲେ, ସେମାନେ ମଧ୍ୟ ଏଇ ନାଟକଟି ଦେଖି ଭାରି ଖୁସି ହେଇଛନ୍ତି। ଭଲ ଭଲ କଳାକାର ମଧ୍ୟ ସବୁ ୟଙ୍ଗ ମାସ୍ ଅଛନ୍ତି। ଏଇଟା ହେଉଛି ଗୋଟେ ଭଲ ଲାଗିଲା। ସବୁ ମାନେ ୟଙ୍ଗ ମାସ୍ ସମସ୍ତେ ଯାହା ଯାହାର କଳା ନୈପୁଣତା ଦେଖାଉଛନ୍ତି, ବହୁତ ଭଲ ଲାଗିଛି। ତେଣୁ କମିଟି ମାନେ ଏ ଆମର ରାଜଦରବାରକୁ ନିଅନ୍ତୁ, ଏଇ ଚନ୍ଦ୍ରମୁଖୀ ନାଟକ ଦେଖନ୍ତୁ। ଆଉ ଚନ୍ଦ୍ରମୁଖୀ ନାଟକ ବହୁତ ଭଲ ନାଟକ ହବ, ଓଡ଼ିଶାରେ ଚହଳ ସୃଷ୍ଟି କରିବ। ଜଗନ୍ନାଥ, ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ଆଜି ଆମର ଏଠି ନାଟକ ସମ୍ପୂର୍ଣ୍ଣ ହେଇଛି। ମୋର ଏଇ ନାଟକଟି ମଧ୍ୟ ସମ୍ପୂର୍ଣ୍ଣ ହେଇଛି। ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୁଁ କୋଟି କୋଟି ପ୍ରଣାମ ଜଣାଉଛି।